ଆମର ବିଦାୟୀ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ଫେରିଗଲେ। ସେ ବିଜେପିର ସଦସ୍ୟତା ଗ୍ରହଣ କଲେ ବୋଲି ଟ୍ୱିଟ୍ କଲେ ଏବଂ ତାପରେ ସେ ଗୋଟେ ବୟାନ ଦେଲେ। ସେ ବୟାନରେ କହିଲେ ଯେ ରାଜ୍ୟପାଳ ପଦଟା ଗୋଟେ ଲାଟ ସାହେବ ପଦ ନୁହଁ ଏବଂ ସେ 3 ମାସରେ 30 ଜିଲ୍ଲା ବୁଲିଲେ, ଲୋକଙ୍କ ସାଥିରେ ମିଶିଲେ, ଗ୍ରିଭାନ୍ସ ନେଲେ ଇତ୍ୟାଦି ଇତ୍ୟାଦି। ତାକୁ ନେଇକି ଆମେ କହିଲୁ ଯେ ସିଏ ଓଡ଼ିଶାରେ ରାଜ୍ୟପାଳ ନଥିଲେ, ସେ ବିଜେପିର ପଲିଟିକାଲ ଏଜେଣ୍ଟ ଥିଲେ ଏବଂ ରାଜଭବନକୁ ସେ ବିଜେପିର ପାର୍ଟି ଅଫିସ ବା କାର୍ଯ୍ୟାଳୟ ଭାବରେ ପରିଣତ କରିଥିଲେ। ବିଜେପି ବାଲା ଉତ୍ତର ଦେଲେ ଯେ ସେ ଲୋକପ୍ରିୟ ରାଜ୍ୟପାଳ ଥିଲେ, ଲୋକଙ୍କର ରାଜ୍ୟପାଳ ଥିଲେ, ଗାଁ ଗାଁ ବୁଲୁଥିଲେ, ଏମିତି କେତେ କ'ଣ କଥା କହିଲେ। ବର୍ତ୍ତମାନ ବୟାନବାଜି ଚାଲିଛି, ଓଡ଼ିଶାର ରାଜନୀତିକ ସରଗରମ କରୁଛି। ମୋର ଏଇଠି କେତୋଟି ମୌଳିକ ପ୍ରଶ୍ନ। ଗୋଟେ କଥା ହେଉଛି ଯେ କାହାର ପୁଅ ଯେତେବେଳେ ଗୋଟେ କ୍ରାଇମ କରେ ସେତେବେଳେ ତାକୁ ପନିଶମେଣ୍ଟ ହୁଏନି। ଯେମିତି କଥାରେ ଅଛି, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସିଏ ଓଡ଼ିଶାର ତାଙ୍କ ଅଫିସରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ମାଡ଼ ମାରିଲା, ଜୋତା ଚଟେଇଲା, ଅକଥନୀୟ ନିର୍ଯାତନା ଦେଲା। ସିଏ ଗଣମାଧ୍ୟମ ଆଗରେ କହିଲେ, ପୋଲିସରେ ଏଫଆଇଆର ଦେଲେ, କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏଇଟା ଲୋକଙ୍କର ରାଜ୍ୟପାଳଙ୍କର ପୁଅ ନା ଲାଟ ସାହେବଙ୍କର ପୁଅ? ସେ ଉତ୍ତରଟା ସେ ରଖିବେ। ଏବଂ ସାରା ଓଡ଼ିଶା ବୁଲିଲେ 3 ମାସ ଭିତରେ, ବହୁତ ଗ୍ରିଭାନ୍ସ ଆଣିଲେ, ଲୋକଙ୍କ ସାଥିରେ ଯାଇକି ମିଶିଲେ। ହେଲା ଆମ ସରକାର ଥିଲା, ତାଙ୍କ ଗ୍ରିଭାନ୍ସ ସହିତ ଶୁଣି ନଥିବେ। ମୁଁ ତ ପ୍ରଥମରୁ କହିଛି ଯେ ରାଜ୍ୟପାଳ ଗାଣ୍ଡୁଏ ମାଟି ପକାଇବାର କ୍ଷମତା ନାହିଁ। ରାଜ୍ୟ ସରକାର କରନ୍ତି, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସରକାର କରିବେ, ରାଜ୍ୟପାଳଙ୍କ ସେ କ୍ଷମତା ନାହିଁ ଆର୍ଥିକ ନିଷ୍ପତ୍ତି ନେବାର, କାହାକୁ ଅନୁଦାନ ଦେବାର। ହେଲା ସେ ଗ୍ରିଭାନ୍ସ ଆଣିଲେ, ଭଲ, ଲୋକଙ୍କ ପାଖକୁ ଗଲେ, କିଛି ଅସୁବିଧା ନାହିଁ। ଲୋକଙ୍କ ପାଖକୁ ଯାଇଥିଲେ ଗ୍ରିଭାନ୍ସ ଆଣିବାକୁ ନା ବିଜେପିର ସ୍ଥିତି ଜାଣିବାକୁ ନା ବିଜେଡିକୁ ବଦନାମ କରିବାକୁ? ଜଣେ ରାଜ୍ୟର ଗଭର୍ଣ୍ଣର ହିସାବରେ ସେହି ସରକାର, ଯେଉଁ ସରକାର ଥାଏ ତା ବିରୁଦ୍ଧରେ ବୟାନ ଦେବାକୁ, ଏଇଟା ଭାରତବର୍ଷ ଇତିହାସରେ କୋଉଠି ହେଇନଥିଲା। ଏବଂ ଆଣିଲେ, ଗ୍ରିଭାନ୍ସ ଆଣିଲେ, ତାଙ୍କ ସରକାର ଆସିଲା। ତାଙ୍କ ସରକାର ଆସିଲା ପରେ ମୁଁ ତାଙ୍କୁ ପଚାରୁଛି, ବର୍ତ୍ତମାନ ରାଜ୍ୟ ସରକାରକୁ ମଧ୍ୟ ପଚାରୁଛି, ତମର ଯେଉଁ ଲୋକପ୍ରିୟ ରାଜ୍ୟପାଳ ଥିଲେ, ଯେତିକି ଗ୍ରିଭାନ୍ସ ଆଣିଥିଲେ, କେତୋଟି ଗ୍ରିଭାନ୍ସକୁ ଆଡ୍ରେସ କରିଛନ୍ତି? ତାଙ୍କ ସରକାର ତ ଆସିଲା ନା, ସେ ଯେଉଁ ପଲିଟିକାଲ ଏଜେଣ୍ଟ ଯେଉଁ ପାର୍ଟିର ହେଇଥିଲେ, ଏଇ 7 ମାସ ଭିତରେ ସେ କେତୋଟି ଗ୍ରିଭାନ୍ସ ଆଡ୍ରେସ କରିଛନ୍ତି ବା ସଲ୍ଭ କରିଛନ୍ତି? ଏବଂ ମୁଁ ତାଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରୁଛି, ତାଙ୍କୁ କ'ଣ ପ୍ରମ୍ପଟିଂ କଲା ଯେ ସେ କହିଲେ ଯେ ଲାଟ ସାହେବ ପଦ ନୁହଁ? ଆମେ ପ୍ରଫେସର ଗଣେଶୀ ଲାଲଙ୍କୁ ଦେଖିଛୁ। ତାଙ୍କୁ ଯଦି ଓଡ଼ିଶା ଲୋକଙ୍କୁ ପଚାରେ ଯେ ଭଲ ରାଜ୍ୟପାଳ କିଏ, ତାଙ୍କୁ ଏତେ 100ରୁ 100% ମାର୍କ ଦେବେ। କିନ୍ତୁ ଯଦି ଓଡ଼ିଶା ଲୋକଙ୍କୁ ପଚାରିବ ରଘୁବର ଦାସ କିଏ, ଲୋକ 100ରୁ 10% ମାର୍କ ଦେବେ କି ନାହିଁ ମୁଁ ଜାଣିନି। ସେ ଯଦି ଧରାଧରି କରିବେ ବି ତଥାପି 30 ମାର୍କ ପାଇବେନି, ପାସ୍ ମାର୍କ ପାଇବେନି। ଏବଂ ଆଉ ଗୋଟେ କଥା, ବିଜେପି ସରକାରକୁ ମୁଁ ପଚାରିବାକୁ ଚାହୁଁଛି, ଯାହା ବିଜେପିର ବନ୍ଧୁମାନେ ଯେଉଁ ବୟାନବାଜି କରୁଛନ୍ତି, ଲୋକଙ୍କର ରାଜ୍ୟପାଳ ଥିଲେ, ତାଙ୍କୁ ତଣ୍ଟିଆ କ'ଣ ପାଇଁ ଦେଲେ? 5 ବର୍ଷ କାର୍ଯ୍ୟକାଳ ସରିନି, ନଙ୍ଘା ତଣ୍ଟିଆ ଦେଇ କାହିଁକି ବିଦା କଲେ? ସେ କାରଣଟା ବର୍ତ୍ତମାନ ବିଜେପି ଭାଇମାନେ ଟିକେ ସ୍ପଷ୍ଟ କରନ୍ତୁ। ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ତାଙ୍କ ପୁଅ ଯେତେବେଳେ ବାଡ଼େଇଲେ, ଝାଡ଼ଖଣ୍ଡୀ ଗୁଣ୍ଡାଙ୍କୁ ନେଇକି ଓଡ଼ିଆ ଲୋକଙ୍କୁ ବାଡ଼େଇଲେ, ଏ ସରକାର ତ ସେତିକି ଦମ ନଥିଲା ତାଙ୍କୁ ପନିଶମେଣ୍ଟ ଦେବାକୁ। ଏବେ ତ ସେ ଗଲେଣି, ଅନ୍ତତଃ ତାଙ୍କ ପୁଅକୁ ଟିକେ ଡାକନ୍ତୁ, ପୁଲିସ ପଚାରୁ, ବାନ୍ଧନ୍ତୁ, ଫରୱାର୍ଡ କରନ୍ତୁ, ଓଡ଼ିଆ ଅସ୍ମିତାକୁ ଫେରାଇ ଆଣନ୍ତୁ। ବର୍ତ୍ତମାନର ବିଜେପି ସରକାର ଦାୟିତ୍ୱ ହେଲା, ଯେଉଁ ଓଡ଼ିଆ ଅସ୍ମିତା କଥା କହିକି ଆସିଥିଲେ,
ସେଇ ଓଡ଼ିଆ ଅସ୍ମିତାକୁ ସେ ବର୍ତ୍ତମାନ ଫେରେଇ ଆଣନ୍ତୁ ଏବଂ ସେମାନେ ତୁଳନା କରି ଦେଖନ୍ତୁ ଯେ ଗଭର୍ଣ୍ଣର ପୋଷ୍ଟଟା ଲାଟ୍ ସାହେବ ସେ କାହିଁକି କହିଲେ ତାକୁ ଟିକେ ନିରୀକ୍ଷଣ କରନ୍ତୁ। ବିଭିନ୍ନ ରାଜ୍ୟରେ ଯେଉଁ ଗଭର୍ଣ୍ଣର ଅଛନ୍ତି, ଯେଉଁଠି ଅଣ ବିଜେପି ସରକାର ଅଛି, ସେଠି ସେମାନଙ୍କର ଭୂମିକା କ'ଣ ଏବଂ ସେଇ ମାପକାଠିରେ ସେ କାହିଁକି କହିଲେ ସେଟା ଅସୁମାରୀ ପ୍ରଶ୍ନ ସୃଷ୍ଟି କରିଛି। ସେ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଏ କଥାଟା ଏ ମୌଳିକ ପ୍ରଶ୍ନ ଗୁଡ଼ାକ ମୁଁ ପଚାରିଛି, ଦୟାକରି ଉତ୍ତର ଦିଅନ୍ତୁ। ଏକରେ ତଣ୍ଟିଆ କାହିଁକି ମାରିଲେ, କେଉଁ କେଉଁ ରାଜ୍ୟରେ ଗଭର୍ଣ୍ଣର ସବୁ ଲାଟ୍ ସାହେବ ହେଇଛନ୍ତି ଏବଂ ସିଏ ନିଜକୁ ଲାଟ୍ ସାହେବ କହିଲେ ନାହିଁ କିନ୍ତୁ ତାଙ୍କ ପୁଅକୁ ଛାଡ଼ିଲେ ଏବଂ ପୂର୍ବତନ ଗଭର୍ଣ୍ଣରଙ୍କ ଅପେକ୍ଷା ଇଏ କେଉଁ ଗୁଣରେ ଭଲ ଥିଲେ ଏବଂ କାର୍ଯ୍ୟକାଳ ସରିବା ପୂର୍ବରୁ ବିଜେପି ବାଲା କାହିଁକି ତାଙ୍କୁ ତଣ୍ଟିଆ ମାରିଲେ। ଏସବୁ ମୌଳିକ ପ୍ରଶ୍ନର ଉତ୍ତର ଦିଅନ୍ତୁ। ନିଜ ଢୋଲ ନିଜେ ପିଟିଲେ କ'ଣ ହବ? ସେ ତ ପ୍ରଶ୍ନର ଉତ୍ତର ଦେବେ ନା, କାହିଁକି ତାକୁ ବିଜେପି ବାଲା ତଣ୍ଟିଆ ମାରିଲେ। ମୁଁ ସେ ଗୋଟାଏ ପ୍ରଶ୍ନର ଉତ୍ତର ସବୁ ଅଛି। ଗଭର୍ଣ୍ଣର ଆପଏଣ୍ଟମେଣ୍ଟ ବାଇ ଦ ରେକମେଣ୍ଡେସନ ଅଫ୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, କେବଳ ରାଷ୍ଟ୍ରପତି ଆପଏଣ୍ଟମେଣ୍ଟ ଦିଅନ୍ତି କିନ୍ତୁ ତାକୁ ୟୁନିୟନ ଗଭର୍ଣ୍ଣମେଣ୍ଟ ରେକମେଣ୍ଡ କରେ। ଏବଂ ସେଇ ତ ମୌଳିକ ପ୍ରଶ୍ନ, ତମେ ତାଙ୍କୁ କାହିଁକି ତଣ୍ଟିଆ ମାରିଲ? ଯଦି ସେ ବିଜେପିର ସଦସ୍ୟ ନଥିଲେ, ନିରପେକ୍ଷ ଥିଲେ, ତାହେଲେ ବିଜେପି ବାଲା ତାଙ୍କ ପାଇଁ ଅଣ୍ଟା ଭିଡୁଛନ୍ତି କାହିଁକି? ବିଜେପି ବାଲା ଅଣ୍ଟା ଭିଡ଼ିକି ହାତ ଜୋର ଲଢ଼ଉଛନ୍ତି, ଲଢ଼େଇ କରୁଛନ୍ତି। ଗୋଟେ ପଟେ ପାଟିରେ ବିସ୍କୁଟ, ପଛପଟେ ନାଥ, ଆର ପଟେ ଅଣ୍ଟା ଭିଡୁଛନ୍ତି କାହିଁକି? ଯଦି ସେ ନିରପେକ୍ଷ ଥିଲେ, ସୂତା କ୍ଷୀର ସଳଖି ପାରିବେନି, ଗ୍ରିଭାନ୍ସ ନେବେ। ଯଦି ଗ୍ରିଭାନ୍ସ ତମେ ନେଇଥିଲ, ହଜାର ହଜାର ଗ୍ରିଭାନ୍ସ ନେଇଥିଲ, ହେଲା ଆମ ସରକାର ପଳେଇଲା, ବିଜେପି ସରକାର ଆସିଲା, ତମେ 7 ମାସ କଣ୍ଟିନ୍ୟୁ କଲ, ସେଇ ଯେତିକି ଗ୍ରିଭାନ୍ସ ଆଣିଥିଲ ତାକୁ ଟିକେ ଲୋକଙ୍କ ସାମ୍ନାରେ ପକେଇ ଦିଅ, ସେଥିରୁ କେତେଟା ତମେ ସମାଧାନ କରିଛ। ମୁଁ ତ ତାଙ୍କୁ ଯେତିକି ଦାୟୀ କରିବି, ବର୍ତ୍ତମାନ ସରକାର ତ ବେଶୀ ଦାୟୀ କରିବି, କାରଣ ଗଭର୍ଣ୍ଣର ବୁଲି ବୁଲି ପ୍ରଚାର କଲେ ତାଙ୍କ ପାଇଁ, ସେଇଥିରୁ ମାନେ ସରକାରରେ ଆସିଲେ। ଗୋଟେ ପଲିଟିକାଲ ଏଜେଣ୍ଟ ଭଳିଆ ଯେତେବେଳେ ସେ ପ୍ରଚାର କଲେ, ସେମାନେ ସରକାରକୁ ଆସିଲେ, ଅନ୍ତତଃ ଯେତିକି ଗ୍ରିଭାନ୍ସ ଆଣିଥିଲେ ତାକୁ ଆଡ୍ରେସ୍ କରିଦିଅ। ଲୋକପ୍ରିୟ ରାଜ୍ୟପାଳ, ବର୍ତ୍ତମାନ ଲୋକପ୍ରିୟ ସରକାର, ତାହେଲେ ଲୋକ ଅପ୍ରିୟ ହେଲେ କାହିଁକି? ଯଦି ଲୋକପ୍ରିୟ ରାଜ୍ୟପାଳ ବିଜେପି ବାଲା କହୁଛନ୍ତି, ତାହେଲେ ଲୋକ ଅପ୍ରିୟ ହେଲେ କାହିଁକି?